ସାଙ୍ଗମାନେ ଆଜି ମୁଁ ତମକୁ ଗୋଟେ ଏମିତି ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେଉଁ ପ୍ରଶ୍ନ ହୁଏତ ତମ ମନରେ ବି ଅନେକ ଥର ଆସିଥାଇପାରେ କି ଜଗନ୍ନାଥ ମୁଁ ତମକୁ ଏତେ ଡାକୁଛି ଏତେ ବିଶ୍ୱାସ କରୁଛି ହେଲେ ତମେ ମୋତେ ଏତେ ଦୁଃଖ କାହିଁକି ଦଉଛ? କେବେ ଚାକିରି ମିଳୁନି, କେବେ ଟଙ୍କାର ଅଭାବ, କେବେ ନିଜ ଲୋକମାନଙ୍କର ଧୋକା, କେବେ ସମ୍ପର୍କରେ ଫାଟ, ଆଉ କେବେ କେବେ ଏମିତି ସମୟ ଆସେ ଯେତେବେଳେ ମଣିଷ ଏକା ବସିକି ଆକାଶକୁ ଚାହିଁକି ପଚାରେ, ହେ ମହାପ୍ରଭୁ ଆଉ କେତେ ଦିନ? ଭାଇ କଥାଟା ଟିକେ କଷ୍ଟ ଲାଗିବ, କିନ୍ତୁ ଜଗନ୍ନାଥ କେବେ ବି ନିଜ ଭକ୍ତମାନଙ୍କୁ ନଷ୍ଟ କରିବା ପାଇଁ ଦୁଃଖ ଦିଅନ୍ତିନି। ସେ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଦୁଃଖ ଦିଅନ୍ତି। ସୁନାକୁ ଯେପରି ଅଗ୍ନିରେ ଜଳିବା ପାଇଁ ପଡ଼େ, ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁ ଭକ୍ତଙ୍କୁ ବଡ଼ କରିବା ପାଇଁ ଚାହାନ୍ତି ସେ ପ୍ରଥମେ ତାଙ୍କୁ ସଂଘର୍ଷ ଦିଅନ୍ତି। କାରଣ ଦୁନିଆରେ ସବୁଠୁ ଶକ୍ତିଶାଳୀ ସେ ଲୋକ ନୁହେଁ ଯିଏ କେବେ କାନ୍ଦିନେ। ସବୁଠୁ ଶକ୍ତିଶାଳୀ ସିଏ ଯିଏ ହଜାର ଥର କାନ୍ଦିକି ବି ପୁଣି ଉଠିଛି। ଭାଇ ମହାଭାରତରେ ନା ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାଥିରେ ଥିଲେ, ତଥାପି ଅର୍ଜୁନକୁ ଯୁଦ୍ଧ କରିବା ପାଇଁ ପଡ଼ିଥିଲା। ରାମାୟଣରେ ଭଗବାନ ରାମ ନିଜେ ଭଗବାନ ଥିଲେ, ତଥାପି ତାଙ୍କୁ 14 ବର୍ଷର ବନବାସ ଭୋଗିବା ପାଇଁ ପଡ଼ିଥିଲା। ତାହେଲେ ଆମେ କିଏ? ଆମ ଜୀବନରେ କ'ଣ ଦୁଃଖ ଆସିବନି? ମନେ ରଖ, ଦୁଃଖଟା ଦଣ୍ଡ ନୁହଁ, ଦୁଃଖ ହେଉଛି ପ୍ରସ୍ତୁତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତମକୁ ଭାଙ୍ଗୁନାହାନ୍ତି, ସେ ତମକୁ ଗଢ଼ୁଛନ୍ତି। କିନ୍ତୁ ଆମେ କ'ଣ କରୁ? ଟିକିଏ ସମସ୍ୟା ଆସିଲେ କହୁ କି ମହାପ୍ରଭୁ ମୋତେ ଛାଡ଼ିଦେଲେ, ମୋତେ ଏକା କରିଦେଲେ। ନା ଭାଇ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେତେବେଳେ ଚୁପ୍ ରୁହନ୍ତି ସେତେବେଳେ ବି ସେ ତମ ପାଖରେ ଥାଆନ୍ତି। ଯେପରି ଜଣେ ମା ନିଜ ପିଲାକୁ ଚାଲିବା ଶିଖାଇବା ପାଇଁ ଟିକେ ଦୂରେଇ ଠିଆ ହୁଏ, ଠିକ୍ ସେହିପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବି ତମକୁ ଜୀବନରେ ଚାଲିବା ଶିଖାଉଛନ୍ତି। ଆଜି ଯେଉଁ ଦୁଃଖ ତମକୁ କନ୍ଦଉଛି, କାଲି ସେଇ ଦୁଃଖ ତମର ଶକ୍ତି ହେବ। ଆଜି ଯେଉଁ ଲୋକ ତମକୁ ଅପମାନ ଦଉଛନ୍ତି, କାଲି ସେଇମାନେ ତମ ସଫଳତା ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ। ଆଜି ଯେଉଁ ରାସ୍ତା ବନ୍ଦ ବୋଲି ଲାଗୁଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ରାସ୍ତା ପଛରେ ଅନେକ ନୂଆ ଦ୍ୱାର ତିଆରି କରୁଛନ୍ତି। ଭାଇ ଗୋଟେ କଥା ମନେ ରଖ, ଜଗନ୍ନାଥ କେବେ ବି ତମ ସମୟ ପୂର୍ବରୁ କିଛି ଦିଅନ୍ତିନି, ଆଉ ତମ ଭାଗ୍ୟରୁ କେବେ ବି କିଛି ଛଡ଼େଇ ନିଅନ୍ତିନି। ସେଥିପାଇଁ କାନ୍ଦ କିନ୍ତୁ ହାର ମାନନି, ଦୁଃଖ ପାଅ କିନ୍ତୁ ବିଶ୍ୱାସ ହରାଅନି। କାରଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦରବାରରେ ଡେରି ହେଇପାରେ କିନ୍ତୁ ଅନ୍ଧାର ହୁଏନି। ଆଉ ଯେଉଁ ଭକ୍ତ ଶେଷ ପର୍ଯ୍ୟନ୍ତ ବିଶ୍ୱାସ ରଖେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାକୁ ଏମିତି ଫଳ ଦିଅନ୍ତି ଯାହାକୁ ଦେଖିକି ଏ ସାରା ଦୁନିଆ ଆଶ୍ଚର୍ଯ୍ୟ ହେଇଯାଏ। ସେଥିପାଇଁ ସାଙ୍ଗମାନେ ଆଜି ଯଦି ତମ ଆଖିରେ ଲୁହ ଅଛି, ତାହେଲେ ଭାବନି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତମକୁ ଭୁଲି ଯାଇଛନ୍ତି। ହୁଏତ ସେ ତମ ଜୀବନର ସବୁଠୁ ବଡ଼ ଅଧ୍ୟାୟ ଲେଖିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଜୟ ଶ୍ରୀ ଜଗନ୍ନାଥ।